नमस्कार, जय आरसीएम। शुभ संध्या। ସାର୍ ନମସ୍କାର ସାର୍। जय आरसीएम, जय आरसीएम। नमस्कार ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ନଭେମ୍ବର ମାସର କିଛି ଗୋଟେ ବଡ ତୟାରୀ, ବଡ ପ୍ଲାନିଂ କରିବା ପାଇଁ ଆଜି ଆମେ ସମସ୍ତେ ବସିଛେ। ତ ଟିମ୍ ର ଲିଡର୍ସ ମାନଙ୍କୁ ଶୀଘ୍ର ଇନଭାଇଟ୍ କରିଦିଅନ୍ତୁ ତାକି ଆମେ କିଛି ଗୋଟେ ବଡ କାମ ଯେତେବେଳେ କରିବା ତ ଆମ ଟିମରେ ବହୁତ ସାରା ଲିଡର, ତାଙ୍କୁ ଆମେ ବଞ୍ଚିତ କାହିଁକି କରିବା। କାରଣ ସେମାନଙ୍କର ବି ଆରସିଏମ ସିଷ୍ଟମ, ଏଇ ଯୋଉ ମହା ଅଭିଯାନ ଚାଲିଛି ପୁରା ହିନ୍ଦୁସ୍ତାନରେ ଚାଲିଛି, ତ ସେମାନେ ବି ସକ୍ସେସ୍ ହବା ଦରକାର। କାରଣ ସମସ୍ତେ ସକ୍ସେସ୍ ହେଲେ ଇଏ ଦୁନିଆଟା ବହୁତ ଆନନ୍ଦମୟ ହେଇପାରିବ। ତ ସେଥିଲାଗି ଆପଣଙ୍କ ଟିମର ଯୋଉମାନେ ବି, ଯୋଉ ଲିଡର ମାନେ ବି ଅଛନ୍ତି, ତ ତାଙ୍କୁ ଇମିଡିଏଟ ଆପଣ ଫୋନ ବି କରନ୍ତୁ। ଆଟଲିଷ୍ଟ ଜଣେ ଦି ଜଣଙ୍କୁ ଆପଣ ଫୋନ କରନ୍ତୁ ତାକି ଆମେ ଗୋଟେ ସଶକ୍ତ ଟିମ୍ ବି ତିଆରି କରିଦେଇ ପାରିବା, ଆଗକୁ ବହୁତ ବଡ କାମ ବି କରିପାରିବା। ତ ଯେମିତିକି ଆପଣମାନେ ଜାଣିଛନ୍ତି ଯେ ରୂପାନ୍ତରଣ ଯାତ୍ରା ଏବେ ବହୁତ ବଡ ହିସାବରେ ଚାଲିଛି, ପୁରା ହିନ୍ଦୁସ୍ତାନରେ ଚାଲିଛି। ପୁରା ହିନ୍ଦୁସ୍ତାନରେ ରୂପାନ୍ତରଣ ରଥ ଆଗକୁ ଆଗକୁ ବଢି ବଢି ଚାଲିଛି। ଆଉ ଆରସିଏମ ବି ଗ୍ରୋଥ ହେଇ ହେଇ ଚାଲିଛି। ସିଲିଗୁଡିରେ ଆଜି ଥିଲା, ତ ସିଲିଗୁଡିର ଯୋଉ ପ୍ରୋଗ୍ରାମ ଗତକାଲି ଥିଲା, ତ ଏତେ ବଡ ରାଲି ଥିଲା ଯେ ମାନେ ପାଖାପାଖି 2 କିଲୋମିଟର ପର୍ଯ୍ୟନ୍ତ ଲୋକଙ୍କର ଚାଲିବା, ଲୋକ ଚାଲୁଥିଲେ। ବହୁତ ବଡ ଆକାରରେ ହଉଥିଲା। ଆଉ ଦେଖିବାକୁ ଗଲେ ଯେ ଇଏ ଯୋଉ ରୂପାନ୍ତରଣ ଯାତ୍ରା ମାଧ୍ୟମରେ ଆଜି ଆରସିଏମ ବହୁତ ବହୁତ ବଡ ଗ୍ରୋଥ କରୁଛି। ଆଉ ଯୋଉଠି ଆରସିଏମ ର ଗ୍ରୋଥ ହଉଛି, ସିଷ୍ଟମ ର ଗ୍ରୋଥ ହଉଛି, ସବୁ କିଛିର ଗ୍ରୋଥ ହଉଛି, ତ ଆମ ଟିମ୍ ବି ପଛରେ ପଡିବା ଉଚିତ ନୁହେଁ ବୋଲି ମୁଁ ଭାବୁଛି। ତ ସେଥିଲାଗି ଆପଣମାନଙ୍କୁ ବିନୀତ ଅନୁରୋଧ, ଆପଣମାନଙ୍କ ଟିମ୍କୁ ଆପଣ ଇନଭାଇଟ୍ କରନ୍ତୁ। କାରଣ ଯେତେ ଟିମ୍ ର ଲିଡର୍ସ ମାନେ ଆସିବେ ସେତେ ବଡ ଆପଣଙ୍କର ସିଷ୍ଟମକୁ ଡେଭଲପମେଣ୍ଟ ଆମେ ମାନେ କରିଦେଇ ପାରିବା। ଆଉ କାରଣ ଆପଣମାନଙ୍କର ଶକ୍ତି ହଉଛି ଆପଣଙ୍କର ଟିମ୍। ଯଦି ଆପଣଙ୍କର ଟିମ୍ ନାହିଁ ତାହେଲେ ଶକ୍ତି ନାହିଁ। ତ ଶକ୍ତି ଏଠି, ଯେମିତି ଗୁରୁଦେବ ବିସି ଛାବଡାଜୀ ସବୁବେଳେ କୁହନ୍ତି ଯେ ଏଠି ଯଦି ଆମର ଟିମ୍ର ସଂଖ୍ୟା, ଏଠି ସଂଖ୍ୟାର ଖେଳ। ଯଦି ସଂଖ୍ୟା ଆମର ଅଧିକା ହବ ତାହେଲେ ଆମ ଟିମ୍ ର ଗ୍ରୋଥ ବି ବହୁତ ବଢିଆ ରହିବ। ତ ସେଥିଲାଗି ଟିମ୍ ଲିଡର୍ସ ମାନଙ୍କୁ ଯେତେ ଇନଭାଇଟ୍ କରିପାରିବେ। ତ ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ ପୁଣି ଥରେ ବି ସମସ୍ତଙ୍କୁ। ତ ସର୍ବପ୍ରଥମେ ମୁଁ ସେମାନଙ୍କୁ ବହୁତ 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 ଧନ୍ୟବାଦ ଦେବାକୁ ଚାହୁଁଛି ଯେ ଅକ୍ଟୋବର ମାସରେ ଯୋଉମାନଙ୍କର ସଂଘର୍ଷ ଦ୍ୱାରା ତ ସେମାନଙ୍କର ଯୋଉ ଟାର୍ଗେଟ ନେଇଥିଲେ ସେ ଟାର୍ଗେଟରେ ପହଞ୍ଚି ପାରିଲେ। ତ ସେଥିଲାଗି ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ମୁଁ ସେଇମାନଙ୍କୁ ପୁଣି ଥରେ ବି ବହୁତ ବହୁତ ଧନ୍ୟବାଦ ଦେବାକୁ ଚାହିଁବି। ଆ, ଯୋଉମାନେ କି ଅକ୍ଟୋବର ମାସରେ ତାଙ୍କର ପିନ୍ କୁ ଚେଞ୍ଜ କରିଛନ୍ତି। କାର୍ତ୍ତିକ ବାବୁ ତାଙ୍କ ପିନ୍ କୁ ଚେଞ୍ଜ କରିଛନ୍ତି। ଏମିତି ବହୁତ ସାରା ସାଥୀ ଅଛନ୍ତି ଯୋଉମାନେ କି ତାଙ୍କର ପିନ୍ କୁ ଚେଞ୍ଜ କରିଛନ୍ତି। ଯୋଉ ପିନ୍ ରେ ପୁରୁଣା ଥିଲେ ତ ସେ ପିନ୍ କୁ ଚେଞ୍ଜ କରିଛନ୍ତି। ତ ତାଙ୍କୁ ବହୁତ 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 ଧନ୍ୟବାଦ ଦେବାକୁ ଚାହୁଁଛି। ତ ଯୋଉମାନେ କି ଗ୍ରୋଥ କରୁଛନ୍ତି, ତ ଇଏ ଦୁନିଆ ସବୁବେଳେ ରେଜଲ୍ଟ ବା ପରିଣାମକୁ ହିଁ ସାବାସୀ ଦିଏ ବା ପୁରସ୍କାର ଦିଏ। ତ ସେଥିଲାଗି ଆଉ ଆମେ ପରିଣାମ ପାଇବାକୁ ହେଲେ କର୍ମ କରିବା ନିହାତି ଦରକାର। ଆଉ କର୍ମକୁ ଯଦି ଉତ୍ସାହର ସହିତ କରୁଥିବା, ଏକ୍ସାଇଟମେଣ୍ଟ ସହିତ କରୁଥିବା, ତାହେଲେ ଆମେ ସେ କର୍ମରେ ଆମେ ସଫଳତା ଆମେ ପାଇପାରିବା। ଏଇ ଏକ୍ସାଇଟମେଣ୍ଟ ଯେମିତି ଆମେ ମନ ଭିତରେ ଯେତେ ଏକ୍ସାଇଟମେଣ୍ଟ ଆମର ବଢି ବଢି ଚାଲିବ, ତ ସେତେ ସେତେ ଯେମିତି କି ଇଏ ଆପଣଙ୍କର ଦେଖୁଥିବେ ରନୱେ ଉପରେ ଯେତେବେଳେ ଆପଣଙ୍କର ଫ୍ଲାଇଟ୍ ଯେତେବେଳେ ଟେକଅପ୍ କରିବାକୁ ଯାଏ, ତ ସେତେବେଳେ ବହୁତ ମାନେ ଫୋର୍ସ କେତେବେଳେ ଲଗାଏ, ଫୁଏଲ ସେତେବେଳେ ଅଧିକ ଖର୍ଚ୍ଚ କରେ ଯେତେବେଳେ ରନୱେ ଉପରେ ଗଡୁଥାଏ ଆଉ ଯେତେବେଳେ ଟେକଅପ୍ କରେ। ତ ସେଥିଲାଗି ବର୍ତ୍ତମାନର ସମୟ ଯେତେବେଳେ ଆପଣଙ୍କ ଫ୍ଲାଇଟ୍ ଆଜି କେବଳ ସବୁବେଳେ ଯଦି ରନୱେ ଉପରେ ଗଡୁଥିବ ତାହେଲେ ଆପଣଙ୍କ ଫ୍ଲାଇଟ୍ରେ କୌଣସି ଲୋକ ବି ବସିବ ନାହିଁ। ଆଉ ଯଦି ଟେକଅପ୍ କରିବ ଆପଣଙ୍କ ଫ୍ଲାଇଟ୍, ଯୋଉ ସମୟରେ ଟେକଅପ୍ କରିବ ସେ ସମୟରେ ବହୁତ ସାରା ଆପଣଙ୍କୁ ଏନର୍ଜି ଦବା ନିହାତି ଜରୁରୀ। ତ ଇଏ ସିଷ୍ଟମରେ ବି ସେୟା ଯେ ଆମେ ବହୁତ ସାରା ଆଟ୍ରାକ୍ସନ, ଯଦି ଆମେ ଏ ସିଷ୍ଟମର ବହୁତ ବଡ ମହାନ ଆଟ୍ରାକ୍ସନ ଯଦି ଲୋକଙ୍କୁ ଦେଖେଇ ପାରିବା, ତାହେଲେ ଏ ସିଷ୍ଟମରେ ଆମେ ବହୁତ ବଡ ପୋଜିସନକୁ ଆମେ ନେଇଯାଇ ପାରିବା।
ଆସନ୍ତୁ ଆମେ ଡିସ୍କସନ କରିବା। ବହୁତ ସାରା ଡିସ୍କସନ ବି ଅଛି, ସମୟ ବି ବହୁତ କମ ଅଛି। ରୂପାନ୍ତରଣ ଯାତ୍ରା ତ ରଥ ଆଗକୁ ବଢି ବଢି ଚାଲିଛି। ତ ଆଜି ଆମେ ଆମର ଗୋଲ ଉପରେ ଆମେ ଡିସ୍କସନ ବି କରିବା। ତ ଇଏ ଆମେ ସେବା ସ୍ୱାସ୍ଥ୍ୟ ଆଉ ସଂସ୍କାର ଉପରେ ଆଜି ଯୋଉ କାର୍ଯ୍ୟକ୍ରମ ଆମର ଚାଲିଛି ପୁରା ହିନ୍ଦୁସ୍ତାନରେ ଚାଲିଛି। ତ ପ୍ରତ୍ୟେକ ଜାଗାରେ ପ୍ରତ୍ୟେକ ପ୍ରତ୍ୟେକ ବର୍ଗର ଲୋକ ତାକୁ ବହୁତ 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 ତାକୁ ସମ୍ମାନ ବି ଦଉଛନ୍ତି। ତ ଯେତେବେଳେ ସମ୍ମାନ ଦଉଛନ୍ତି ତ ଆମେ ମାନେ ବି ଦିନକୁ ଦିନ ଆରସିଏମ ର ନାଁ କହିଲେ ଆମର ବହୁତ ସାରା ଗର୍ବ ବି, ନିଜକୁ ଗର୍ବ ବି ଲାଗୁଛି ଯେ ଏଭଳି ଗୋଟେ ସିଷ୍ଟମ, ଯୋଉ ସିଷ୍ଟମ ମାଧ୍ୟମରେ ଇଏ ନା ଯେ କେବଳ କେବଳ ନେଟୱାର୍କ କରୁଛି, ଇଏ ନେଟୱାର୍କ ଏଇଥିପାଇଁ କରୁଛି ଲୋକଙ୍କୁ ସେବା ଦେବାରେ। ଇଏ ନେଟୱାର୍କ ଏଇଥିପାଇଁ କରୁଛି ଲୋକଙ୍କ ସ୍ୱାସ୍ଥ୍ୟକୁ ଠିକ ରଖିବାରେ। ଇଏ ନେଟୱାର୍କ ସେଇଥିପାଇଁ କରୁଛି ଲୋକଙ୍କ ଭିତରେ ସଂସ୍କାର ଆଣିବା ପାଇଁ, ପରିବାର ଭିତରେ ସଂସ୍କାର ଆଣିବା ପାଇଁ। ତ ୟାକୁ ନେଇକି ଆମେ ଆଗକୁ ବଢୁଛେ। ତ ଆଜି ଆମେ ଯୋଉ ଡିସ୍କସନ ଆମେ ଚାଲିଛି, ତ ଇଏ ରୂପାନ୍ତରଣ ଯାତ୍ରା ତ ଚାଲିଛି। ତ ଆମେ ନଭେମ୍ବର ମାସ 2025 ର ନଭେମ୍ବର ମାସର ଗୋଲ ସେଟିଂ ଆଜି ଆମେ କରିବା। ତ ଇଏ ଗୋଲ ସେଟିଂ କରିବା ନିହାତି ଜରୁରୀ। ତ ଇଏ ଯାହାର ଗୋଲ ନାହିଁ ତାର ରୋଲ ନାହିଁ। ଆଜି ଯଦି ଆମେ ଗୋଲ କରିପାରିବା, ଆମର ଟାର୍ଗେଟ ନେଇପାରିବା, ତାହେଲେ ଆମେ ଆଗକୁ ବଢିପାରିବା। ତ ସେଥିପାଇଁ ମୁଁ ବହୁତ ସାରା ଶିଖିବା ଭିତରେ ଗୁରୁକୁଳକୁ ପ୍ରାଧାନ୍ୟ ଏଇଥିପାଇଁ ଦିଏ ଯେ ଗୁରୁକୁଳର ଶିକ୍ଷା ହିଁ ଆମକୁ ଗ୍ରୋଥର ମନ୍ତ୍ର ଶିଖେଇ ଦେଇ ପାରିବ। ଯଦି ଗୁରୁକୁଳରେ ଆମେ ଆସୁନେ ତାହେଲେ ଆମେ କେବେ ଗ୍ରୋଥର ମନ୍ତ୍ର ଆମେ ଶିଖିପାରିବା ନାହିଁ। ତ ଯଦି ଗୁରୁକୁଳ ପ୍ରାୟୋରିଟିରେ ଏକ ନମ୍ବରରେ ରଖିବା ନିହାତି ଉଚିତ। ତ ସେଥିଲାଗି ଗ୍ରୋଥ ମନ୍ତ୍ର ସେଠି ହିଁ ଶିଖାଯାଉଛି। ତ ସେଠି ପ୍ରାକ୍ଟିକାଲି ଦେଖାଯାଉଛି ଯେ ଆମେ ଗ୍ରୋଥ କେମିତି ଆମେ କରିପାରିବା। ଆଉ ଗ୍ରୋଥ କଥା ଯେତେବେଳେ ଉଠୁଛି, ଗୋଟେ ବହୁତ ବଢିଆ ଫର୍ମୁଲା ଟିସି ସାର୍ ଆମକୁ ଦେଇଛନ୍ତି, ଯାହା ଦ୍ୱାରା କି ଗ୍ୟାସେସ୍ ର ଫର୍ମୁଲା, ଯୋଉଥିରେ କି ଆମେ ଗ୍ରୋଥ କରିବା ନିହାତି ଜରୁରୀ। ଆଉ ଆକ୍ଟିଭ ଧର୍ମ ଗ୍ରୋଥ ବି କରିବା ନିହାତି ଜରୁରୀ। ଆଉ ସ୍ୱୟଂ ନିଜର ପରଚେଜ କରିବା, ଆଉ ତା ସହିତ ଏକ ରୂପ ଶିକ୍ଷା, ଏଇ ଚାରିଟି କୁ ନେଇକି ଆମେ ଆଗକୁ ବଢିଲେ ହିଁ ଆମେ ଜୀବନରେ ଗ୍ରୋଥ କରିପାରିବା। ତ ଯାହା ଦ୍ୱାରା କି ଆମେ ବହୁତ କିଛି ଜୀବନରେ ଯାହା ଯାହା ଆମର ସ୍ୱପ୍ନ ଅଛି, ସବୁ କିଛି ସ୍ୱପ୍ନକୁ ଆମେ ସାକାର କରିଦେଇ ପାରିବା। ଆଚ୍ଛା, ମତେ ଗୋଟିଏ କଥା ଆନ୍ସର ଦିଅନ୍ତୁ ସାର୍। ଏଠି ଆପଣଙ୍କର ଗୋଟେ ଚଏସ୍ ଉପରେ ମୁଁ ନିର୍ଭର କରୁଛି, ଆପଣମାନେ ବି କହିପାରିବେ, ଚାର୍ଟରେ ବି ଲେଖିପାରିବେ ଯେ ଦୁଇ ପ୍ରକାରର ଟ୍ରେନ ଏଠି ଠିଆ ହେଇଛି। ଗୋଟେ ଟ୍ରେନ ଚାଲୁଛି ଆଉ ଗୋଟେ ଟ୍ରେନ ଚାଲୁନି। ଇଏ ଟ୍ରେନ ବହୁତ ଭଲ ରନିଂ କରୁଛି, ଇଏ ଟ୍ରେନ ଠିଆ ହେଇଛି। ତ ଆପଣଙ୍କ ପାଖରେ ଯଦି ଅପସନ ଆସିବ, ତାହେଲେ ଆପଣ କୋଉ ଟ୍ରେନରେ ବସିବେ? ଚାଲୁଥିବା ଟ୍ରେନରେ ନା ରହିଯାଉଥିବା ଟ୍ରେନରେ? ଆପଣ ଅନମ୍ୟୁଟ କରି କହିପାରିବେ। କୁହନ୍ତୁ, ଆଜି ଗୋଟେ ମୌକା ଆସିଛି ତ କୁହନ୍ତୁ। ରନିଂ ଟ୍ରେନ୍। ରନିଂ ଟ୍ରେନରେ, ବହୁତ ବଢିଆ କଥା। ଦେଖନ୍ତୁ, ଚାଲୁଥିବା ଟ୍ରେନରେ ସାରେ। ଓକେ, ରନିଂ ଟ୍ରେନରେ ରହୁଛ। କାରଣ କାରଣ ବନ୍ଦ ହେଇଥିବା ଟ୍ରେନରେ କେହି ବସିବାକୁ ଭଲ ପାଆନ୍ତିନି। ତ ଆମକୁ ଯଦି ଆଗକୁ ବଢିବାକୁ ଅଛି, ଜୀବନରେ ଆଗକୁ ବଢିବାକୁ ଅଛି। ଆଚ୍ଛା, ରୂପାନ୍ତରଣ ରଥ ତ ଗ୍ରୋଥ କରି ଚାଲିଛି, ଆରସିଏମ ବି ଗ୍ରୋଥ କରି ଚାଲିଛି। ଆମେ ଯଦି ରହିଯିବା ତାହେଲେ ଆମେ କୋଉ ଟ୍ରେନରେ ବସିଛେ? ତ ନିଜକୁ ନିଜେ ଆମେ କୋଶ୍ଚିନ୍ କରିବା, ତାକି ଆଗକୁ ଆଗକୁ ଆମେ ବଢିପାରିବା। ତ ତା ଛଡା ଆଉ ଗୋଟେ ଆପଣଙ୍କୁ ଏକ୍ଜାମ୍ପଲ ଦଉଛି। ଯଦି ଜୀବନରେ କେବେ ମୌକା ମିଳେ ଆପଣଙ୍କୁ, ତାହେଲେ ଖେଳାଳି ହେବାକୁ ପସନ୍ଦ କରିବା ନା ଦର୍ଶକ ହେବାକୁ ପସନ୍ଦ କରିବା? ମୁଁ ଆଉ ଟିକେ ଆପଣଙ୍କୁ କ୍ଲିୟର କରିଦଉଛି ଯେ ଦର୍ଶକ ମାନଙ୍କୁ କେବେ ପଇସା ମିଳେନି, କେବେ ସାବାସୀ ମିଳେନି, କେବେ ପରିଣାମ ପାଇଁ ଉତ୍ସାହିତ କେବେ କେହି କରନ୍ତିନି। ତାଙ୍କ ନାଁ କେହି ପଚାରନ୍ତିନି ଯେ କିଏ ଦର୍ଶକ ଯାଇ ଦେଖିଲା। କିନ୍ତୁ ଖେଳାଳି ମାନଙ୍କୁ, ଖେଳାଳି ହାରିଲେ ବି ତାକୁ ପଇସା ମିଳେ, ତାକୁ ସାବାସୀ ମିଳେ, ତାକୁ ଇଏ ଦୁନିଆ ଚିହ୍ନେ। ଆଉ ତାର ଯୋଉ ପରିଣାମ ପାଇଁ ତାକୁ ସବୁବେଳେ ପୁରସ୍କାର ମିଳେ। ତ ସେଥିଲାଗି ଯଦି ଜୀବନରେ ମୌକା ମିଳୁଛି ଆମକୁ ଖେଳାଳି ହବା ପାଇଁ, ତାହେଲେ ଆମେ ଖେଳାଳି ହବା ନା ଦର୍ଶକ ହବା? କଣ ହବା କୁହନ୍ତୁ? ये बात तो ठीक है। ଖେଳାଳି ହବା ନିହାତି ଦରକାର। ଆଚ୍ଛା, ଆଉ ଗୋଟେ କଥା ଆପଣଙ୍କୁ କହୁଛି ଯେ ଯଦି ଜୀବନରେ ଆମକୁ ଦୁଇଟି ପାଣି ଅଛି, ଗୋଟେ ପୋଖରୀ ପାଣି ଅଛି ଆଉ ଗୋଟେ କୂଅ, ଆଉ ଗୋଟେ ନଈ ପାଣି ଅଛି। ଦେଖନ୍ତୁ, ପୋଖରୀ ପାଣି ଆପଣଙ୍କର ଗୋଟେ ଜାଗାରେ ରହିକି ରହି ପଚିଯାଏ। କାହିଁକି ନା ସେ ଫ୍ଲୋ ହୁଏନି, ପାଣିଟା ଫ୍ଲୋ ହୁଏନି, ଗୋଟିଏ ଜାଗାରେ ରହିଯାଏ, ଆଗକୁ ଆଉ ବଢିପାରେନି। କିନ୍ତୁ ନଈ ପାଣି ସବୁବେଳେ ବହି ଚାଲେ। ତ ଆମକୁ ପସନ୍ଦ କୋଉଟା? ଯେ ନଈ ପାଣି। ତ ଇଏ ମୋର କହିବା କଥା ଯେ ଜୀବନରେ ସବୁବେଳେ ଆଗକୁ ଯଦି ବଢୁଥିବା,
ସବୁବେଳେ ପରିଣାମକୁ ଯଦି ଆମେ ହାସିଲ କରିଥିବା, ସବୁବେଳେ ଆଚିଭମେଣ୍ଟକୁ ଯେତେବେଳେ ପାଉଥିବା, ତ ମନ ଭିତରେ ଏକ୍ସାଇଟମେଣ୍ଟ ଆସେ ଆଉ ଆଗକୁ ବଢିବା ପାଇଁ ଇଚ୍ଛା ହୁଏ। ତ ସେଇ ଉପାୟରେ ଆମକୁ ଆଗକୁ ବଢିବା ନିହାତି ଦରକାର, ଆଉ ଗ୍ରୋଥ କରିବା ନିହାତି ବି ଦରକାର। ଟିସି ସାର୍ ବି ଚାହୁଁଛନ୍ତି, ପୁରା ହିନ୍ଦୁସ୍ତାନ ଚାହୁଁଛି, ପୁରା ହିନ୍ଦୁସ୍ତାନ ଆପଣଙ୍କ ଅଫଲାଇନ ସମସ୍ତେ ଚାହୁଁଛନ୍ତି ଯେ ଆପଣ କେମିତି ଆଗକୁ ବଢନ୍ତୁ। ଯଦି ଆଜି ଆରସିଏମ ସିଷ୍ଟମରେ, ଆରସିଏମ ମହା ଅଭିଯାନରେ ଆପଣମାନେ ଆସିଛନ୍ତି, ତ ଇଏ ଅଭିଯାନରେ ଆପଣମାନେ ଆଗକୁ ବଢନ୍ତୁ। ତ ସେଥିଲାଗି ଇଏ ଗ୍ରୋଥର ଯେତେବେଳେ ଫର୍ମୁଲା କୁହନ୍ତି, ଟିସି ସାର୍ ଗୋଟେ ବହୁତ ବଢିଆ ଗୁରୁକୁଳରେ ଆମକୁ ଶିଖେଇଲେ ଯେ ଯୋଉଥିରେ କି 100% ଗ୍ରୋଥ ଭାଇଟାଲ ପିନରେ ବି ଆମେ କରିପାରିବା। ଆଉ ସେ ଯୋଉ 100% ଗ୍ରୋଥ ଆମେ କରିବା, ମୁଁ ତା ବିଷୟରେ ତ ଆପଣଙ୍କୁ କହିବି, ତା ସହିତ ଡେଲି ଗ୍ରୋଥ କରିବା ନିହାତି ଜରୁରୀ। ଆଜି ମୋର ରାତି ହେଲା, ମୁଁ ଯେତେବେଳେ ଶୋଇବାକୁ ଗଲି ତ ସେତେବେଳେ ଦେଖିବି ଯେ ଆଜି ମୋର କେତେ ରହିଲା, ଗୋଟେ ପେନରେ ଲେଖିଦେବି ଆଜି ମୋର ଏତିକି ରହିଲା। ତ କାଲି ସେ ଯୋଉ ଫିଗର ଚେଞ୍ଜ ହବା ନିହାତି ଜରୁରୀ। ଆଉ ଚେଞ୍ଜ କେମିତି ବି ହବ ସେ ବିଷୟରେ ବି ଆପଣଙ୍କୁ କହିବି। ଆଉ ତା ସହିତ ଟିମରେ ସବୁବେଳେ ନୂଆ ଭାଇଟାଲ ପିନ୍ ଆଚିଭର ବି ନିହାତି ହବା ନିହାତି ଜରୁରୀ। ତ ସେ ବିଷୟରେ ବି ଆଜି ଡିସ୍କସନ କରିବି। ଆଉ ତା ଛଡା ଆପଣ ଯୋଉ ଜାଗାକୁ ଯାଉଛନ୍ତି ସେ ଜାଗାରେ ଯୋଉ ବିତରଣ କେନ୍ଦ୍ର ଅଛି, ଯୋଉ WWQ ଅଛି, ୱଣ୍ଡର ୱାର୍ଲ୍ଡ କୁଇକ୍ ଅଛି ବା ୱଣ୍ଡର ୱାର୍ଲ୍ଡ ଅଛି, ତ ତାର ବି ଗ୍ରୋଥ ହବା ନିହାତି ଦରକାର। ଆଉ ଯଦି ସେ ଏରିଆରେ ଆମେ ବିଜନେସ ର ଗ୍ରୋଥ କୁ କରିଦେଲେ, ତାହେଲେ 100% ସେ ଏରିଆର କାଉଣ୍ଟରର ଡେଭଲପମେଣ୍ଟ ବି ହେଇ ଚାଲିବ। ଯୋଉ 100% ଗ୍ରୋଥ କଥା ମୁଁ ଆପଣଙ୍କୁ କହିଲି, ତ ଟିମରେ ଯଦି ଆପଣଙ୍କର ଡାଇମଣ୍ଡ କ୍ଲବର ସଂଖ୍ୟା ଅଧିକା ଆସିବ, ତାହେଲେ 100% ଆପଣଙ୍କର ଗ୍ରୋଥ ହବ। ଡାଇମଣ୍ଡ କ୍ଲବ ମିନ୍ସ 5000 PV। 5000 PV କରୁଥିବା ଲୋକଙ୍କୁ ଯଦି ଆମେ ଉତ୍ସାହିତ କଲେ, ଆମ ଟିମରେ କେତେ ଜଣ 5000 PV କରିଛନ୍ତି, ସେମାନଙ୍କୁ ଉତ୍ସାହିତ କଲେ, ସେମାନଙ୍କୁ ଯୋଉଠି ଆମେ ଦେଖା ହେଲା, ଯୋଉ ମିଟିଂ ବି କରୁଛେ, ୱିକଲି ମିଟିଂ ଯୋଉଥିରେ ବି କରୁଛେ, ତାଙ୍କୁ ସେଲିବ୍ରେଟ ବି ଯଦି ଆମେ କରୁଛେ, ତାହେଲେ ତାକୁ ଦେଖିକି ଆମେ ଟିମରେ ବହୁତ ସାରା ଡାଇମଣ୍ଡ କ୍ଲବ ବି ଆମେ ଜେନେରେଟ କରିଦେଇ ପାରିବା। ତା ଛଡା 5000 PV ରୁ ଯୋଉମାନେ 10,000 PV କରୁଛନ୍ତି, ସୁପର ଡାଇମଣ୍ଡ କ୍ଲବ, ସେମାନଙ୍କୁ ବି ଆମେ ଯଦି ଷ୍ଟେଜ ଉପରକୁ ଡାକିଲେ, ସେମାନଙ୍କୁ ଆମେ ସେଲିବ୍ରେସନ କଲେ, ତ ତାଙ୍କୁ ବି ଉତ୍ସାହିତ କଲେ, ତାର ବି ସଂଖ୍ୟା ଆମେ ବଢିପାରିବ। ଯଦି ସୁପର ଡାଇମଣ୍ଡ କ୍ଲବ ଆପଣଙ୍କ ତଳେ 10 ଜଣ ବି କଲେ, ତାହେଲେ ଲକ୍ଷେ ବିଜନେସ ଆପଣଙ୍କର ବଢି ଯାଇପାରିବ। ତ ସେଇ ହିସାବରେ ଷ୍ଟାର ଡାଇମଣ୍ଡ କ୍ଲବ 25,000 PV, ଆଜି ବି ଦିନରେ ଯୋଉ ବହୁତ ସାରା ସାଥୀ 25,000 PV ନିଜ ଆଇଡିରେ କରୁଛନ୍ତି, ତ ସେମାନଙ୍କୁ ବି ଯଦି ଆମେ ସେମାନଙ୍କର ସକ୍ସେସର ଷ୍ଟୋରିକୁ ଯଦି ଆମେ ଲୋକଙ୍କ ଆଗରେ ପ୍ରେଜେଣ୍ଟ କରିବା, ତାକୁ ଯଦି ଉତ୍ସାହିତ କରିବା, ତାହେଲେ ସେଥିରେ ବି ଆମର ବିଜନେସ ବହୁତ ବଢିଯିବ। ଆଉ ସବୁଠୁ ବଡ କଥା ଯେ ଝାଡା ପଡୁଛି। ତ କ୍ରାଉନ କ୍ଲବ ଦ୍ୱାରା ବି ଆମେ ଡେଭଲପମେଣ୍ଟ ବି କରିଦେଇ ପାରିବା। ତ ଯୋଉଥିରେ କି ଆମେ ଇଏ କ୍ଲବ ମାଧ୍ୟମରେ କି ଆମର ବିଜନେସକୁ ଆମେ ବହୁତ ଡେଭଲପମେଣ୍ଟ ଆମେ କରିପାରିବା। ତ ସେଥିଲାଗି ଆମେ ଇଏ କ୍ଲବ ଉପରେ ଯଦି ପ୍ରାୟୋରିଟି ଆମେ ଦବା, ତାହେଲେ ଆମର ଗ୍ରୋଥ 100% ଆମେ ହେଇଯାଇ ପାରିବ। ତ ପ୍ରତ୍ୟେକ ଜାଗାରେ ଯୋଉଠି ସୁବିଧା ମିଳିଲା, ତ ସେମାନଙ୍କୁ ଆମେ ସେଲିବ୍ରେସନ କରିବା, ସେମାନଙ୍କୁ ଉତ୍ସାହିତ କରିବା। ତ ୟା ଦ୍ୱାରା ଆମର 100% ର ଗ୍ରୋଥ ଆମେ କରିଦେଇ ପାରିବା। ଆଉ ତା ଛଡା ନୂଆ ଭାଇଟାଲ ପିନ୍ କୁ ଆମେ ଯେତେ ଟିମରେ ଆମେ ବାହାର କରିପାରିବା, ସେତେ ବଡ ବିଜନେସକୁ ଆମେ ଗ୍ରୋଥ କରିପାରିବା। ଆଉ 100% ଆମର ବିଜନେସକୁ ଆମେ ଗ୍ରୋଥ ବି କରିଦେଇ ପାରିବା। ଦେଖନ୍ତୁ ଭାଇଟାଲ ପିନ୍, ଯେମିତିକି ବିଗନର ଯୋଉମାନେ କିଛି ବି ନାହାନ୍ତି, ତାଙ୍କୁ ବିଗନର ପିନ୍ କରେଇବା, ବିଗନରରୁ ଷ୍ଟାର୍ଟର ପିନ୍ କରେଇବା, ତା ସହିତ ତାଙ୍କୁ ଉତ୍ସାହିତ କରିକି ଓପନର ପିନ୍ କରେଇବା, ତାଙ୍କୁ ଆଟ୍ରାକ୍ଟିଭ କଥା କହିକି ଇଗଲ ପିନ୍ କରେଇବା, ତା ସହିତ ତାଙ୍କର ଉତ୍ସାହକୁ ଆହୁରି ବଢେଇକି ରନର ପିନ୍ କରେଇବା, ଆଉ ତାଠୁ ଆଉ ଟିକେ ତାଙ୍କୁ ଡେଭଲପମେଣ୍ଟ କରେଇକି ତାଙ୍କର ୱିନର ପିନ୍ କରେଇବା, ତାଙ୍କୁ ଷ୍ଟାର ପିନ୍ କରେଇବା। ତ ଏମାନଙ୍କୁ କହନ୍ତି ନୂଆ ଭାଇଟାଲ। ଯଦି ଭାଇଟାଲ ପିନ୍ ଆମେ କରିଦେଇ ପାରିବା, ଦେଖନ୍ତୁ ସାର୍, ସବୁ ଜିନିଷ ଯଦି ଆଟ୍ରାକ୍ସନ ଆପଣଙ୍କର ରହୁଛି, ତାହେଲେ ଆପଣ ୟାର ପରିଣାମକୁ ବହୁତ ବଢିଆ ଭାବରେ କହିଛନ୍ତି। ଦେଖନ୍ତୁ ଏଇ ଯୋଉ ଭାଇଟାଲ ପିନ୍, ଜଣେ ଭାଇଟାଲ ପିନ୍ କାହିଁକି ହବ, ତାକୁ ଯଦି ଆମେ ଆଟ୍ରାକ୍ଟିଭ କରିକି କହିଲେ, ଯେମିତିକି କୁହାଯାଏ ଯେ ବନ ଭାଇଟାଲ ବନାଅ ଭାଇଟାଲ। ମୁଁ ଯଦି ନିଜେ ଭାଇଟାଲ ପିନ୍ ହେଇଥିବି, ତାହେଲେ ମୁଁ ବି ଆଉ କାହାକୁ ଭାଇଟାଲ ପିନ୍ କରିଦେବି। ମୁଁ ବିଗନର ପିନ୍ ଏ ମାସରେ ସପୋଜ ହେଇଛି, ତ ମୁଁ ଯଦି ମୋ ତଳେ 2 ଜଣଙ୍କୁ ବିଗନର ପିନ୍ କରିଦେଲି, ତାହେଲେ ମୁଁ ବି ହେଇଯିବି ଷ୍ଟାର୍ଟର ପିନ୍। ଯଦି ଷ୍ଟାର୍ଟର ପିନ୍ ହେଇଛି, ମୋ ତଳେ କିଛି ଲୋକଙ୍କୁ ଷ୍ଟାର୍ଟର ପିନ୍ 2 ଜଣଙ୍କୁ କରିଦେଲି, ମୁଁ ହେଇଗଲି ଓପନର ପିନ୍। ଧୀରେ 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 ପିନ୍ କୁ ମୁଁ ଚେଞ୍ଜ କରିଦେଇ ପାରିଲି। ତ ନ୍ୟୁ ଭାଇଟାଲ ପିନ୍ କରିବା ପାଇଁ ଯଦି ଆଟ୍ରାକ୍ସନ ମୁଁ କହିଦେଇ ପାରିଲି,
ତାହେଲେ ବହୁତ ଭଲ। ତାହେଲେ ଆଟ୍ରାକ୍ସନ କଣ? ଯଦି ଭାଇଟାଲ ପିନ୍ ହେଇପାରିବ, ବିଗିନର ହଉ, ଷ୍ଟାର୍ଟର ହଉ, ଓପନର ହଉ, ଇଗଲ ହଉ, ରନର ହଉ, ଯଦି ଆଟ୍ରାକ୍ସନ ଆଟ୍ରାକ୍ସନ କଣ ନା ଯଦି ଆମେ ଭାଇଟାଲ ପିନ୍ ହେଇଯିବା ତାହେଲେ ମନ୍ଥଲି ପରଫର୍ମାନ୍ସ ବୋନସ୍ ଆମେ 2% ରୁ 22% ପର୍ଯ୍ୟନ୍ତ ବି ଆମେ ଯାଇପାରିବା। ଦେଖନ୍ତୁ ଯୋଉଠି 2% ଆମେ ପାଉଛେ ସେଠି ଆମେ 22% ବି ଆମେ ଯାଇପାରିବା। ତା ଛଡା କମ୍ପାନୀର ଗ୍ରୋଥ ବୋନସ୍ ବି ଥରେ ମନ୍ଥଲି ଥରେ ଇୟରଲି ତାକୁ ବି ଆମେ ପାଇପାରିବା। ତା ସହିତ କମ୍ପାନୀର ରୟାଲଟି ଇନକମ୍ କୁ ବି ନେଇପାରିବା 3% ରୁ 8% ପର୍ଯ୍ୟନ୍ତ। ତା ଛଡା ଟିମ୍ରେ ଆମେ ନିଜେ ଯଦି ଭାଇଟାଲ ପିନ୍ କ୍ରିଏଟ୍ କଲେ ତାହେଲେ ଆମେ ଟେକ୍ନିକାଲ ଆଚିଭର ବି ହେଇଯାଇପାରିବା। ତ ଇଏ ବେନିଫିଟ ବି ଆମେ ନେଇପାରିବା। କିନ୍ତୁ ୟାକୁ ଆଟ୍ରାକ୍ସନ ଯଦି ଆମେ କରିକି ଆଟ୍ରାକ୍ଟିଭ କରିକି ଲୋକଙ୍କୁ ଦେଖେଇବା ତାହେଲେ ଇଏ ଲୋକ ଦିନକୁ ଦିନ ଭାଇଟାଲ ପିନ୍ କୁ ପ୍ରାଧାନ୍ୟ ବି ଦେବେ, ଆଗକୁ ବଢି ବଢି ଚାଲିବେ। ଯେମିତି 2% ରୁ ନେଇକି 22% ପର୍ଯ୍ୟନ୍ତ ସ୍ଲାବ ତାଙ୍କୁ ଦେଖେଇବା। ଆଉ ତା ଛଡା ବିଗିନର ଠୁ ନେଇକି ଷ୍ଟାର ପିନ୍ ପର୍ଯ୍ୟନ୍ତ ଯୋଉ ଇନକମ୍ ତାଙ୍କ ଆଗରେ ସେୟାରିଂ କରିବା ଆଉ ତାଙ୍କୁ ସେଲିବ୍ରେସନ କରିବା, ତା ଦ୍ୱାରା ତାଙ୍କର ଆଟ୍ରାକ୍ସନ ତାକୁ ବଢେଇ ଦେଇ ପାରିବ। ଆଉ ତା ଛଡା ଗୋଲ୍ଡ ଗୋଲ୍ଡ ପିନ୍ ଠୁ ନେଇକି ଡାଇମଣ୍ଡ ପିନ୍ ପର୍ଯ୍ୟନ୍ତ ଇନକମ୍ 20,000 ଇନକମ୍ ଠୁ ନେଇକି 20,000, 25,000, 30,000, 40,000, 50,000, 75,000, ଲକ୍ଷେ, 1,75,000, 2,50,000, 4 ଲକ୍ଷ, ନା 8 ଲକ୍ଷ, 15 ଲକ୍ଷ, 25 ଲକ୍ଷ, ଏ ହିସାବରେ ଆମେ ଯଦି ତାଙ୍କୁ ଇନକମ୍ ଆମେ ଦେଖେଇବା ତାଙ୍କ ପାଖରେ ଯେ ଦିନେ ନା ଇଏ ଡାଇମଣ୍ଡ ପିନ୍ରେ ବି ଦିନେ ନା ଦିନେ ଆମ ଆଇଡି ଥିବ ଯୋଉଥିରେ କି ଆମେ 25 ଲକ୍ଷର ଇନକମ୍ ବି ଆମେ ପ୍ରତି ମାସର 7 ତାରିଖ ଦିନ ଆମ ବ୍ୟାଙ୍କ ଆକାଉଣ୍ଟକୁ ଆସୁଥିବ। ତ ତା ପାଇଁ ଆମେ ମ୍ୟାକ୍ସିମମ୍ ଭାଇଟାଲ ପିନ୍ ଆମ ଟିମ୍ରେ ଯଦି ତିଆରି କରିବା ତାହେଲେ ଆମ ଟିମ୍ର ଲୋକ ବି ଇନକମ୍ ପାଇବେ ଆଉ ଆମେ ବି ଏଇ ପୋଜିସନରେ ପହଞ୍ଚି ଯାଇପାରିବା ଯଦି ୟାକୁ ଆଟ୍ରାକ୍ଟିଭ କରିକି ଲୋକଙ୍କୁ ଦେଖେଇଲେ ହେଇପାରିବ। ଆଉ ତା ଛଡା ଟିସି ସାର୍ ଏ କଥା ବି କହୁଛନ୍ତି ଯେ ଆକ୍ଟିଭ ଧର୍ମ ବୃଦ୍ଧି ମିନ୍ସ ଯେ ୟୁଏଲପି କ୍ୱିକ୍ କୁ ବେଶୀ ପ୍ରାଧାନ୍ୟ ଦେବା। ଟିମ୍ରେ ୟୁଏଲପି କ୍ୱିକ୍ ଯୋଉଠି ଯୋଉଠି ପିକଅପ୍ ସେଣ୍ଟର ଅଛି ୟୁଏଲପି କ୍ୱିକ୍ କରିବା। ୟୁଏଲପି କ୍ୱିକ୍ ମାଧ୍ୟମରେ କଣ ହଉଛି ନା ଆମେ ବହୁତ ବଡ ସଫଳତା ଆମେ ପାଇଯାଇ ପାରିବା। କାହିଁକି ନା ଆଜି ଆଜି କମ୍ପାନୀର ଯୋଉ ବି ଦିଗ୍ଦର୍ଶନ ଉପରେ ଚାଲିଛି, ଯୋଉ ପ୍ରକାର ଆଭିମୁଖ୍ୟ ଉପରେ ଚାଲିଛି, ତ ଡାଇରେକ୍ଟଲୁ ଡାଇରେକ୍ଟ ଆମେ ୟୁଏଲପି କ୍ୱିକ୍ ମାଧ୍ୟମରେ ଲୋକଙ୍କ ପାଖରେ ଆମେ ପହଞ୍ଚେଇ ଦେଇ ପାରିବା। ତ ଲୋକଙ୍କୁ ଆମେ ଦେଖେଇ ଦେଇ ପାରିବା ଯେ ଆରସିଏମ ଯୋଉ ସିଷ୍ଟମ ଆଜି ଆମେ ଡେଭଲପ ହଉଛି, ଏ ସିଷ୍ଟମ କଣ, ତାର ଉଦ୍ଦେଶ୍ୟ କଣ। ଯଦି ମୋର ଉଦ୍ଦେଶ୍ୟ ମହାନ ଅଛି ତାହେଲେ ମୁଁ ଯାହା ବି କରିବି ତ ସିଏ ବି ବହୁତ ବଡ ମହାନ ହେଇଯାଇ ପାରିବ। ତ ସେଥିଲାଗି ଉଦ୍ଦେଶ୍ୟକୁ ଜାଣିବା ପାଇଁ କେମିତି ସ୍ୱାସ୍ଥ୍ୟ ରକ୍ଷା ଉପରେ କାମ କରୁଛି, କେମିତି ସ୍ୱାବଲମ୍ବନ ଉପରେ କାମ କରୁଛି, କେମିତି ମହିଳା ସଶକ୍ତିକରଣ ଉପରେ କାମ କରୁଛି, ତାର ଡିଟେଲ୍ସ ଭିଡିଓ ୟୁଏଲପି କ୍ୱିକ୍ ମାଧ୍ୟମରେ ଆମେ ଲୋକଙ୍କୁ ଜଣେଇ ପାରିବା। ତ ତାର ଭିଡିଓ ଗୋଟିଏ ପରେ ଗୋଟିଏ ଯେତେ ମ୍ୟାକ୍ସିମମ୍ ଟିମ୍ରେ ୟୁଏଲପି କ୍ୱିକ୍ କରିବା, ତା ଦେହରେ କିଛି ବଡ କଥା ବି ନାହିଁ। କେହି ନା କେହି ବି କରିପାରିବେ ୟୁଏଲପି କ୍ୱିକ୍। ଏଥିପାଇଁ ଜଣେ ଟେକ୍ନିକାଲ ଆଚିଭର, ଜଣେ ରୟାଲଟି ଆଚିଭର କରିବା ଜରୁରୀ ନୁହେଁ, ତ ସମସ୍ତେ କରିପାରିବେ। ତ ଆପଣମାନେ ଆରସିଏମ ର ୱେବସାଇଟରେ ତାର ୟୁଏଲପି କ୍ୱିକ୍ ର ତାର ପିପିଟି ଅଲରେଡି ଅଛି, ଡାଉନଲୋଡ କରିକି ନିଜେ ବି ନେଇକି ଦେଖେଇ ପାରିବେ। ତ ପିକଅପ୍ ସେଣ୍ଟର ମାଧ୍ୟମରେ ଆପଣ ଦେଖେଇ ପାରିବେ। ଯୋଉ ପିକଅପ୍ ସେଣ୍ଟରରେ ପ୍ରଡକ୍ଟ ବି ଆଭେଲେବୁଲ କିଛି ରହିଥିବ, ଧୀରେ ଧୀରେ ମୁଁ ଗୋଟେ ଏକ୍ଜାମ୍ପଲ ଦଉଛି। ଏବେ 4 ଦିନ ତଳେ ଗୋଟେ ପିକଅପ୍ ସେଣ୍ଟରରେ ମୁଁ ଯାଇକି ୟୁଏଲପି କ୍ୱିକ୍ ଦେଖଉଥିଲି। ଆଉ ସେ ଜାଗାରେ ମୁଁ ଗୋଟେ ଆଡ୍ କରିଦେଇଥିଲି, ଜଳ ସଞ୍ଚୟ ଉପରେ ଗୋଟେ ଭିଡିଓ ତା ଦେହରେ ଆଡ୍ କରିଦେଇଥିଲି। ତ ତାକୁ ଦେଖିକି ଲୋକ ଯେତେବେଳେ ଯୋଉମାନେ ଦେଖିଲେ ସେମାନେ ଡିମାଣ୍ଡ କଲେ ପିକଅପ୍ ସେଣ୍ଟରକୁ। ଆଚ୍ଛା, ଯୋଉ ପିକଅପ୍ ସେଣ୍ଟର ଆଜି ପର୍ଯ୍ୟନ୍ତ ଜଳ ସଞ୍ଚୟ ନେଇନି ତ ସେ ପିକଅପ୍ ସେଣ୍ଟର ହୋଲ୍ଡର ସେ ନବ ନା ନବନି? ଆଜି ଯୋଉ ଗ୍ରୋଥ ତାର ହବା କଥା ତାର ଗ୍ରୋଥ ହବ କି ହବନି? ଇଏ ଯାହା ବି କିଛି ହଉଛି, ଯୋଉ ବି ଗ୍ରୋଥ ହଉଛି, ଇଏ ସବୁ କିଛି ଆମ ହାତ ଉପରେ। ଆମେ ଚାହିଁବା ତ ତାକୁ ଗ୍ରୋଥ କରିବା, ଆମେ ଚାହିଁବାନି ତ ଆମେ ଗ୍ରୋଥ କରିପାରିବାନି। ଆଉ ଯଦି ବି ଗ୍ରୋଥ ଆମେ ନିଜେ ନ କଲେ ସାର୍, ତ ଇଏ ଗ୍ରୋଥ ଆଉ କିଏ ବି କରିବ, ତାର ବେନିଫିଟ ଆଉ କିଏ ବି ନେଇ ଚାଲିବ। ତ ସେଥିଲାଗି ଆମକୁ କଣ ଦରକାର ନା ନା ୟୁଏଲପି କ୍ୱିକ୍ ମାଧ୍ୟମରେ ଆମେ ଡେଭଲପମେଣ୍ଟ ଆମର ଟିମକୁ କରିବା ନିହାତି ଜରୁରୀ। ତା ସହିତ ଫାଷ୍ଟ ଯୋଉ ପରଚେଜ ଆମେ କରୁଛେ, ଯେ ସେ ପରଚେଜ କୁ ଆମେ ବହୁତ ଭଲ ଯୋଉମାନେ କି ଆଜି ଦେଖନ୍ତୁ ଆରସିଏମ ରେ ଏତେ ବଢିଆ କ୍ୱାଲିଟିର ପ୍ରଡକ୍ଟ ଅଛି, ଯୋଉ ପ୍ରଡକ୍ଟ କି
माने हेल्दी प्रोडक्ट हेल्थ सपोर्टिव प्रोडक्ट आउ रिजनेबल प्राइस रे एते बढ़िया प्रोडक्ट अछि आमे यदि लोकन को आमे परचेज करबा कथा कहबा जे जो माने नुआ जॉइन करचंती तांको कहबा कि चलंतु पिकअप सेंटर नै कि चलंतु सब बेले प्रिफर करिवे जे सेमानक फैमिली हस्बैंड वाइफ जाई कि देखिवे तो तांकर जो फर्स्ट परचेज जो रहउची तो देखो जोटा भल लागुची सेटा आपण नेबे तो से जेतेबेले जाउचंती सेठी काउंटर को जाउचंती से तांकर दरकार हल्दी दरकार तांकर दरकार पेस्ट दरकार तांकर दरकार लुण दरकार तांकर दरकार अटा दरकार ई तांकर दरकार सपोज सब सुज भी दरकार भलो काउंटर को यदि नहीं की जाउचे ताले फास्ट परचेज टा बहुत बढ़िया डेवलप हो पारियो आ ता सहित वेलकम मीटिंग निहाती जरूरी जो साथी माने भी नुआ जॉइनिंग करचंती तो सेमान को वेलकम करबा निहाती जरूरी काहेकि ना हमर आम ये जो आरसीएम रो परिवार रे ये परिवार रे जे नुआ जो साथी आसिले तो तांको यदि आमे बहुत बड़े बड़ आकार रे आमे तांको सम्मानित कले तांको वेलकम कले तांको उत्साहित कले तो तांको लागिवो कि अरे मु जीवन रे एमती गोटे सिस्टम रे जॉइन करली जो सिस्टम रे कि मते वेलकम आज पर्यंत केही कर नथिले मु आज वेलकम करूची जेमती नुआ घर को आम घर को यदि किए नुआ जने सदस्य आसिले तो आमे तांको जेमती वेलकम करू तो एठी आम परिवार को सेमती नुआ सदस्य आसुचंती तो तांको आमे सेही हिसाब रे वेलकम करबा निहाती जरूरी ताकि तांको मन भितर प्रथम रु बहुत बड़ आकार रे गोटे चिंताधारा आसी जीवो आ ताकर माइंड जदी डेवलप हैला तांकोटू आमे 10 जनक 15 जनकर कि 20 जनकर 21 जनकर गोटे लिस्ट भी आमे नहीं पारले मिनिमम 11 जनकर गोटे लिस्ट नहीं पारले से लिस्ट ऊपर जेतेबेले काम करबा स्टार्ट कर देले तले आमे डेवलपमेंट भी कर देई परिबा ता छड़ा ये सिस्टम माध्यम रे ये सिस्टम रे फॉलोअप करबा निहाती जरूरी ये फॉलोअप द्वारा आमे जीवन रे बहुत किछि डेवलपमेंट करि परिबा आज जो कथा आमे डिस्कशन करूचे काली सकाळ को हुए तो मन नथिवो जदि टीम लीडर माने फॉलोअप करबा आरंभ करिवे तो हे जाई परिबो फॉलोअप केमती करबा ना प्रथम फॉलोअप आमे एक्टिव परचेजर्स मानु करबा जेमति कि देखंतु आज 4 तारीख आज एबे जो समय चली 10 तारीख भितरे आमे कंप्लीट कर दबा जे जो माने हमर एक्टिव परचेजर अछंती जो माने हमर रेगुलर परचेज करूचंती 10 तारीख भितरे आमे से मानको आमे परचेज करेबा सारी दबा जदी सारी दबा ताले आमे गोटे गत मासरे आमे जो परचेज वॉल्यूम आमे देखिथिले तो वर्तमान ए मासरे ताठू आमे भलो परचेज वॉल्यूम तयारी कर दबा द्वितीय कथा जो माने इनएक्टिव अछंती इनएक्टिव मींस मु सेही मानको कहूची जे गोटे मास किणुचंती गोटे मास किणु नाथि तामाने कोन प्रत्येक मासरे तांकर लुण दरकार होनी ना प्रत्येक मासरे तांकर पेस्ट दरकार होनी ना प्रत्येक मासरे तांकर साबुन दरकार होनी सेमानकु आमे फॉलोअप करिबा निहाती जरूरी आ ताकू फॉलोअप करिकी ताकू जदी आमे अट्रैक्शन देखै देई पारले आरसीएम सिस्टम माध्यम रे ताले सेमाने भी रेगुलर परचेजर भी हे जाई परिबे ता छडा जो माने केबे ना केबे जॉइनिंग करथिले आ ताकर आईडी वर्तमान टर्मिनेट हे गलानी तो सेमानको भी जदी आमे अट्रैक्शन देखैबा अरे सेतबेले आरसीएम रे किछि नथिला एबे देखंतु आरसीएम रे रूपांतरण यात्रा हलानी एते बड़ आकार रे चललानी से भी हेई परिबो आ सबठु मेन पावरफुल जिंस होची जे बहुत सारा साथी ताको ताको तळे बहुत भलो बिजनेस आपण माने तयारी कर दैचंती किंतु सेमानकर लीडरशिप क्वालिटी अछि ताको तळे कहा तळे 2 लाख का तळे 3 लाख रो बिजनेस जाउची किंतु सेमाने जानि बार ना जे हम तळे एते बड़ बिजनेस जाउची जदि ताकू आमे मने पकई देले ताकू आमे देखै देले अरे भाई देख तो तळे 2 लाख रो बिजनेस जाउची किंबा किए जदि एमती अछंती ना ताकर डायमंड क्लब ये ताकर भाइटल पिन हे जाउची तो से भाइटल पिन जो माने बिगिनर अछंती ताकू जदि आमे फॉलोअप करिकी आउ टिके बढ़ई दबा ताले से भी आउ टिके डेवलपमेंट हे जिवो तो से लीडर्स माननकु फोन करिबा बा फॉलोअप करिबा निहाती जरूरी ता छडा हाथ को हाथ बिलिंग ये हाथ को हाथ बिलिंग करबा द्वारा संगे संग गोटे लोक पॉजिटिव हे जिवो चाहे टंका कर प्रोडक्ट भी हो टंका 2 टंकार सांपो पाउच भी हो तो जदि हाथ को हाथ बिलिंग हे गला कंपनी रो मेसेज पळै आसला से लोकर विश्वास बढ़ी जिबा अरे 2 टंकार जिंस किनिले मो पाखु मेसेज पळै आसला ताकू आमे ताको व्हाट्सएप रे ताको बिल पठै देले केते पॉजिटिव से लोक हे जिवो 100% प्रोडक्ट यूज करबा निहाती जरूरी ये होची गोटे बहुत बड़ कथा जे जदि वास्तविक अनुभव सेथिरे हुए जदि प्रोडक्ट आमे यूज करू
जदि आम 100% यूज करूचु ताले प्रोडक्टर वास्तविक अनुभव आमर हो जाई परिबो लोक को आम परचेज करवा शिखई दे परिबा आ सबुठु बड़ कथा होची ऑनलाइन परचेज तो ऑनलाइन परचेज माध्यम रे लोक को आम बहुत पॉजिटिव लोक घरे बसिकी तांको प्रोडक्ट यदि पाई गले ताले ताठु बड़ कथा ये दुनिया रे कौन थाई पारे तो ये हूँ ऑनलाइन परचेज शिखेवा निहाती जरूरी आ सहित प्रति मासरे बढ़ी बढ़ी किरी परचेज करवा माने किछि साथी अछंती जे 1500 पीवी रो परचेज करछथि माने से 1500 पीवी रो तो 1500 यदि 1600 हो जाउची ताले से सेठ रह जाउ नहीं नहीं 100 पीवी रखी देता आर मासक रखी देता एक्चुअली ये ठीक फार्मूला नुहे जदि आमे जीवन रे बड़ होबा चाहूचे ग्रोथ होबा पई चाहूची ताले से जगह रे हमर हमर प्रति मासर हमर परचेज को आमे बढ़ाइबा निहाती जरूरी बहुत सारा साथी एमती अछंती ताको परचेज को रखी दउचंती ताकि ताकर स्लैब मेंटेन हेई पारुनी तो से मोर अनुरोध जे आमे जीवन रे बड़ जगह रे आमे पहुंचवा माने तो हमको आगु को बढ़िया दरकार पादे 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 चलिकी आमे आगु को आमे बढ़ी परिबा तो देमती देखंतु 100% प्रोडक्ट यूज आमे यदि अट्रैक्शन करिकी लोगों को कहबा ताले लोक भी परचेज करेंगे कहीं परचेज करेंगे कारण ये जो प्रोडक्ट आम पाखे अच्छी ना ये डेली यूजेबल प्रोडक्ट अच्छी सर हेल्थ सपोर्टिव प्रोडक्ट अच्छी हाई क्वालिटी प्रोडक्ट अच्छी रिजनेबल प्राइस रो प्रोडक्ट अच्छी आ जो प्रोडक्ट अच्छी जो थे कि 40% पर्यंत आमको डिस्काउंट भी किणला बेले मिलूँ 400 रु अधिका हाई क्वालिटी रो प्रोडक्ट अच्छी आ प्रति मासर किणवा द्वारा 12% तार पीवी जी हूँ तार 12% डीपी प्रोडक्ट आमको फ्री रे मिलूँ आ सहित जदि 1500 पीवी किणुचे 1500 टंकार मिलूँ 2500 पीवी किणुचे 2500 मिलूँ 5000 किणुचे 5000 टंकार प्रोडक्ट मिलूँ तो ताकू जदि आम जणई दे पारले ताले 100% प्रोडक्ट कहीं यूज लोक मैंने करेंगे आदि 10,000 परचेज कर 5,000 फ्री प्रोडक्ट सहित 3,000 कैश 25,000 जदि कर धीरे धीरे भी तांकर सेलिंग करिवार कैपेसिटी भी डेवलपमेंट हो जाई परिबो 50,000 25,000 जदि करछन्ती 12,500 कैश 5,000 फ्री प्रोडक्ट मान 50,000 जदि करछन्ती ताल 5,000 फ्री प्रोडक्ट 30,000 कैश तो ये सब को सब ज्ञान हमको गुरुकुल माध्यम रे शिक्षा दिया जाउछ आ सेथि लागि मोर आपन को विनीत अनुरोध जे गुरुकुल को आसंतु कारण ये शिक्षा गुरुकुल शिक्षा हमको गोटे बहुत बड़ पोजिशन रे जहाँ कि टीसी सार स्वप्न अच्छी आज 25 वर्ष हो गला जे आम मानकर डेवलपमेंट करवा आम मानकर या माध्यम रे आमे बहुत किछि गोटे प्रकार रो शिक्षा आमे पाई परिबा अन्य को गोटे प्रकार रो शिक्षा भी दे परिबा आ जा थरे कि आमे उड़ान रो कोर्स किसोल उपरे आमे उड़ान रो कोर्स भी करि परिबा वीर वीरंगना न्यूट्रीचार्ज रो कोर्स भी करि परिबा प्रोडक्ट रो ट्रेनिंग भी आमे नै परिबा जा द्वारा कि निजको जदि आमे तैयार करिबा ताले आमे बहुत बड़ हो जिवो जेमती जने काठुरिया तार निजर कुराड़ी को जदि धार करूची ताले बहुत भल तार कुराड़ी धार हो जाउची तो सेथिलागि सर मोर आपन को अनुरोध जे आपण आपनकर गोल को आज विजुअलाइज करंतु आज समय आसी जे छोट छोट आखिरे बड़ बड़ स्वप्न देखिबा इफ यू कैन विजुअलाइज यू कैन एक्चुअलाइज तो सेथिलागि ताकू लेखिबा निहाती जरूरी ये गोटे बहुत बड़ कला आमर जहाँ आम विजुअलाइज कले तो ऑफलाइन सहित बस डिस्कशन करंतु आ प्रायोरिटी रे जदि आरसीएम को आपण देबे तले आरसीएम भी आपण को प्रायोरिटी रे रखिबो तो ये आपण बहुत बड़ कथा आ टीम जेतेबेले बड़ होची तो टीम रे तो बहुत लोग जॉइन करेंगे आपण मनंतर मतांतर तो हब तो निश्चय आउ ताकू सॉल्व करवा निहाती जरूरी आउ जहा द्वारा कि आपनकर टीम रे ग्रोथ भी हेई परिबो आउ ये मासरे आपण बहुत बड़ पोजीशन रे भी जाई परिबे मु आशा करूची आपण मानकर ये जो टारगेट को आपण माने अचीवमेंट करंतु आउ बहुत बड़ सक्सेस हुंतु यही शुभकामना कामना सहित मु इनवाइट करची हमर गुरुदेव मिस्टर आरके चांद सर सर प्लीज वेलकम सर आउ 7 मिनिट समय अच्छी तो सार गटू गोटे विराट बड़ा टिप्स आमे नबा जहा द्वारा कि ये नवेम्बर मासर जो बिजनेस को बहुत बड़ा शक्तिशाली बिजनेस आमे कर दे परिबा टीम रे बहुत सारा वाइटल पिन को अचीवमेंट करे दे परिबा बहुत बड़ा परचेज भी बढ़ाई दे परिबा समस्त ग्रोथ कर दे परिबा वेलकम सर नमस्कार थैंक यू नमस्कार समस्त को बहुत बहुत धन्यवाद आपण माने सब डिटेल्स भाबरे सुनिले ग्रोथ सुनिले नमस्कार ग्रोथ नमस्कार नमस्कार समस्ते भल भाव बुझी पारे जे
जदि आपण माने धैर्यर सहित एवं अति अटेंटिवली सुनिचंदी आ नोट करचंदी ताले आपण माने बुझी परिथिबे जे ग्रोथ ए मासरे नवेम्बर रो ग्रोथ रो फार्मूला सब शतपति सर आपण मानकु बुझेई देई गले तो से अनुसार आपण माने जोरदार करी नवेम्बर रे लागि पड़ंतु ये ग्रोथ रो आ गोटे फार्मूला होची जे सब बेले जो टेक्निक से बतई देई गले से अनुसार तो ग्रोथ हो किंतु लक्ष्यटा दिबो कोन ना अक्टोबर मास रो अधिका जेमति हो अक्टोबर मास रो अधिका जेमति हो सेटा होची मूल लक्ष्य तारी ऊपर निर्भर करी को टेक्निक आरंभ करियो हमें हमरो अक्टोबर रे माने करंतु हमरो 1 लाख बिजनेस हेची हमें नवेम्बर रे ताको करबा 1,20,000 कहबा से 20,000 हमर बढ़ियो केमति ना जो टेक्निक गोडा शतपति सर कहले सेही टेक्निक गोडा को अप्लाई करले हमरो 20,000 भी बढ़ियो ये होची अति सिंपल फार्मूला द्वितीय फार्मूला होची कोन ना हमरो शेड्यूल तयारी करबा जे जे लेवल ले अछंती आपनकर ईगल ले अछंती ताले आपनकर ए लेग रे बी लेग रे जो माने सब टीम लीडर अछंती तांकर सहित डिस्कशन करी आजी काली आपण माने सब कोन करंतु शेड्यूल तयारी करंतु तो जो माने स्टार रे अछंती तांकर ए लेग रे बी लेग रे जो लीडर माने अछंती टीम लीडर ताको नै जेमति जो माने रॉयल्टी रे अछंती सेमानकर ए लेग रे बी लेग रे जो टीम लीडर अछंती तांकर सहित डिस्कशन करी शेड्यूल तयारी करंतु जे नवेम्बर रे कोटी कोटी होम मीटिंग हबो केते होम मीटिंग के करिवे को ऑफलाइन होम मीटिंग करिवे को जगह रे आपनकर ऑफलाइन को डाकिबा शतपथ सर को डाकिबा कि मते चांद सर को डाकिबा कि आपनकर सुकांत सर को डाकिबा कि प्रमानंद साहू सर को डाकिबा ये सब ऑफलाइन को डाकिबा डाकी कि आपण माने होम मीटिंग करंतु होम मीटिंग रे निश्चय 8-10 जन 15 जन बसिथिबा दरकार ये मास सारा जदि आपण ई शेड्यूल तयारी कर देबे देखिबे आपनकर ग्रोथ आपनकर माने मिराकलस माने आश्चर्य भाव रे आपनकर बढ़ी जिवो आप माने अक्टोबर मास रो अधिका बिजनेस बंद करि परिबे और गोल सेटिंग एबे करि दियंतु आज 4th डे प्रथम सप्ताह भीतर गोल सेटिंग करिया कथा जे आमे एई मास रे नवेम्बर रे आमे कोन टारगेट नबा नवेम्बर टारगेट नबा कोन अक्टोबर मास रो अधिका करिबा एटा होची प्रथम कथा द्वितीय कथा केमिति करिबा जो प्रकार ग्रोथ रो नियम बतै देई गले सेडा अनुसार करिबा आउ कोन प्रोसेस कोन ना आपण ए लेग रे बी लेग रे जो टीम लीडर अछंती तांको सहित काउंसलिंग करि करी शेड्यूल तयार करंतु होम मीटिंग रो शेड्यूल तयार करंतु सेमिनार रो शेड्यूल तयार करंतु हाइजीन कैंपेन रो शेड्यूल तयार करंतु आपण हेल्थ कैंप रो शेड्यूल तयार करंतु जेते जेते प्रकार रे आपण माने मीटिंग रो सब ऑर्गेनाइज करि परिबे सेते आपण रो बिजनेस निश्चित भाव रे ग्रोथ हो मीटिंग 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 गुरुदेव बीसीजी सबले कहंती एमएलएम माने मल्टी लेवल मार्केटिंग तो आपण माने तांकर वीडियो देखिबे तांकर ट्रेनिंग देखिबे लिखाइ तो एमएसएम अर्थात मीटिंग सेमिनार टीम जदी आपनकर टीम रे जदी आपण आज ए लीडर आपनकर जदी मीटिंग आपनकर सप्ताह रे 2-3टा जगह रे करूनांती सप्ताह रे आ जदी आपनकर टीम रे ए लेग रे जो टीम लीडर अछंती बी लेग रे जो टीम लीडर से माने जदी होम मीटिंग करूनांती ताले ग्रोथ केमिति हबो ये बिजनेस तो डिपेंड करे मीटिंग ऊपर आ ऑफलाइन को डाकी करी मीटिंग करबा ऑफलाइन को डाकी करी मीटिंग करबा लोकन को आपन को टीम रे लोकन को डाकी करी से मान को गैदरिंग करबा ये ऊपर ही बिजनेस तयारी करे निर्भर करे तेनु आपण माने जेमिति हेले गोटी प्रथम कथा हला कोन अक्टोबर रो अधिका बिजनेस हो नवेम्बर रे द्वितीय कथा कोन ए जो ग्रोथ ता हबो सेति पई आपण माने कोन कोन टेक्निक करिवे सेटा शतपति सर बुझाई दे गले तृतीय कोन ना आपनकर टीम रे ए लेग रे बी लेग रो मानन जो माने अछंती टीम लीडर तांको सहित काउंसलिंग करी शेड्यूल तयार करते कोटी कोटी होम मीटिंग हबो कोटी ग्रुप मीटिंग हबो कोटी हेल्थ कैंप हबो कोटी को लीडर मानन को ऑफलाइन मानन को डाकिबे ये सब आपण माने ए 10 तारिख भीतर करि दियौ तबे 20 दिन भीतर देखिबे आपण मानकर ग्रोथ बहुत मिराकलसली हबो देखंतु जेमिति हेले गोल सेटिंग करंतु आ मु प्राय सबले कुए जे डायरी रे लेखंतु डिटेल्स डायरी रे लेखंतु मिराकल हबो चमत्कार हबो पूरा एटा वैज्ञानिक पद्धति रे ए सिस्टम अछि जदि आपण जहा काली आजी काली भीतर प्लानिंग करिवे नवेम्बर रे ताकू देखंतु नवेम्बर रो ग्रोथ नवेम्बर रो गोल सेटिंग करी ता तळे डिटेल सब पॉइंट अनुसार लिखि दियो जंतु जहा आज डिस्कशन हला आ सेही अनुसार करिया को चेष्टा करंतु देखिबे आपनकर निश्चित भाव रे आपनकर
टार्गेट रे पहुंची परिबे टार्गेट रे न पहुंचले मध्ये दुख करिवार नाही जदि आपण माने ठीक मतन काम करथिबे तार रिजल्ट आपण को निश्चित भाव में डिसेंबर रे मिलिबो आ आगु आगु मध्ये मिलिबो कर्मर केबेले आरसीएम रे जो माने काम करथांती तांकर से कामर फल से माने पाइबे ही पाइबे ये ग्यारंटी तेणु कर्म होची सब कथा तापरे आउ सब थैंक यू बहुत बहुत धन्यवाद ओवर टू सत्यदेव ओके थैंक यू सर बहुत बहुत धन्यवाद जे आमे गोटे गुरु मंत्र आमे पाइले जे अक्टोबर ठू अधिका नवेम्बर रे आमे करिकी देखैबा आ पुणी गुरुवार दिन जो सेशन चलिबो तो सेतरे आपन मानकर चिंताधारा विषय रे आमे सुनिबा तो काली पुणी सखाळू आमे गुरुकुल ले देखा हबा नमस्कार जय आरसीएम जय आरसीएम जय आरसीएम